ଜଣେ ବ୍ୟକ୍ତି ଆମଠୁ ବଶୀକରଣ ତାବିଜ ନେଇଥିଲେ ତାଙ୍କ ପ୍ରେମିକାକୁ ବଶୀକରଣ କରିବା ପାଇଁ। ତାଙ୍କ ପ୍ରେମିକା ଆଗରୁ ପ୍ରେମ କରୁଥିଲା କିନ୍ତୁ କୌଣସି କାରଣବଶତଃ ତାଙ୍କୁ ଆଉ ପ୍ରେମ କରୁନଥିଲା। ଯେତେବେଳେ ଆମଠୁ ତାବିଜ ନେଲେ ପୁଣି ତାଙ୍କ ପ୍ରେମିକା ତାଙ୍କୁ ପ୍ରେମ କରିବାକୁ ଲାଗିଲା। ଏମିତି କିଛି ଦିନ ଗଲା ପରେ କ'ଣ ହେଲା କି ସେହି ଲୋକଟି ସେହି ତାବିଜଟିକୁ କୌଣସି ଜାଗାରେ ହଜେଇ ଦେଲା। ହଜେଇ ଦେଲା ପରେ କ'ଣ ହେଲା କି ତାଙ୍କ ପ୍ରେମିକା ଆଉ ତାଙ୍କୁ ପ୍ରେମ କଲା ନାହିଁ। ସାଙ୍ଗେ ସାଙ୍ଗେ ତାଙ୍କ ପ୍ରେମିକା ସହିତ ସେ ଝଗଡ଼ା ଲାଗିଲା ବା ତାଙ୍କ ପ୍ରେମିକ ସହିତ ସିଏ ଝଗଡ଼ା ଲାଗିଲା। ତାପରେ ସେ ଭାଇ ଜଣକ ଆମକୁ ମେସେଜ୍ କଲେ, ଭାଇ ଏମିତି ସେମିତି ଦେଖନ୍ତୁ ମେସେଜ୍ ମଧ୍ୟ ଦେଖାଇ ଦେଇଛି। ଆଉ ଯେଉଁ ପ୍ରେମିକା ଯେଉଁ ଝଗଡ଼ା ହେଲେ ଅଡ଼ିଓ କଲ୍ ମଧ୍ୟ ଏଇଟା ଅଛି, କିନ୍ତୁ ଅଡ଼ିଓ କଲ୍ ମୁଁ ଆପଣମାନଙ୍କୁ ଶୁଣୁନି, କିଛି ଗାଲିଗୁଲଜ ଅଛି। କିନ୍ତୁ ଗୋଟେ କଥା କହିବା ପାଇଁ ଚାହୁଁଛି, ଯଦି ଆପଣମାନେ ବଶୀକରଣ ନିମନ୍ତେ ତାବିଜ ନେଉଛନ୍ତି, ଯେତେ ଦିନ ଯାଏଁ ଆପଣଙ୍କ ପାଖରେ ସେହି ତାବିଜଟି ଥିବ ସେତେ ଦିନ ଯାଏଁ ଆପଣଙ୍କର ନିର୍ଦ୍ଧାରିତ ବ୍ୟକ୍ତି ଆପଣଙ୍କଠାରେ ବଶୀକରଣ ହେବ। ଯଦି ତାବିଜଟି ଆପଣମାନେ ବାହାର କରିଦିଅନ୍ତି କିମ୍ବା କୌଣସି ଜାଗାରେ ପଡ଼ିଯାଏ ତାହେଲେ ପୂର୍ବ ପରି ଆପଣଙ୍କର ବଶୀକରଣ ଭାଙ୍ଗିଯିବ। ଅର୍ଥାତ୍ ସେ ଆପଣଙ୍କୁ ତାବିଜ ପାଇଁ ପ୍ରେମ କରୁଥିଲା, ତାବିଜ ନଥିଲେ ସେ ଆପଣଙ୍କୁ ପ୍ରେମ କରିବ ନାହିଁ। ଆମେ ଆପଣମାନଙ୍କୁ କେବଳ ତାବିଜର ଗ୍ୟାରେଣ୍ଟି ଦେଉ। ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କଠାରେ ତାବିଜ ଥିବ ସେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ପ୍ରେମିକା ଆପଣଙ୍କୁ ପ୍ରେମ କରିବ। ଯଦି ତାବିଜ ନଥିବ ତ ସେଟାର ଗ୍ୟାରେଣ୍ଟି କୁଆଡ଼ୁ ଆସିଲା? ତାବିଜ ଆପଣମାନେ ପକାଇଦେବେ କିମ୍ବା କୌଣସି ଜାଗାରେ ଛୁଆଁଛୁତ କରିଦେବେ, ମାରା କରିଦେବେ, ତାହେଲେ ସେଥିରେ ଆମେ ଦାୟୀ ନୁହେଁ। ହଁ, ଆପଣମାନେ ତାବିଜ ପିନ୍ଧିବେ, ଯଦି ସେ ଝିଅଟି ଆପଣଙ୍କୁ ପ୍ରେମ ନ କଲା ତାହେଲେ ଆମେ ଆପଣମାନଙ୍କୁ କିଛି ହେଲ୍ପ କରିବୁ, କିନ୍ତୁ ତାବିଜକୁ ପକାଇଦେଲେ ଆମେ କୌଣସି ହେଲ୍ପ କରିବୁ ନାହିଁ। କିମ୍ବା ତାବିଜକୁ ଆପଣମାନେ ମାରା କରିଦେବେ ତାହେଲେ ମଧ୍ୟ ଆମେ ହେଲ୍ପ କରିବୁ ନାହିଁ। କାହିଁକିନା ତାବିଜ ଥରେ ମାରା ହେଲା ପରେ ଆଉ ସେଇଟା କାମ କରେ ନାହିଁ। ତାବିଜ ପଡ଼ିଗଲା ମାତ୍ରକେ ଆପଣମାନେ ପାଇବେ ନ ପାଇବେ ସେଇଟା ତ କହି ହେବ ନାହିଁ। ତେଣୁ ଆପଣମାନେ ଟିକେ କେୟାରଫୁଲିରେ ତାବିଜକୁ ଧାରଣ କରିବେ, ଯେମିତି ଆପଣ ସେଇ ତାବିଜଟିକୁ ହଜେଇ ନ ଦିଅନ୍ତି।